ନୂଆପଡ଼ା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ କସରତ ଚାଲିଛି। ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡିର ବରିଷ୍ଠ ନେତାମାନେ। ବବିତା, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିବାର ଜଣାପଡ଼ିଛି। ଏହା ସହ ଆଉ ଦୁଇ ପ୍ରାର୍ଥୀଙ୍କ ଥିବାର ଜଣାପଡ଼ିଛି। ଭାନୁପ୍ରତାପ ମାଝୀ ଓ ଅବନୀ ଯୋଶୀଙ୍କୁ ବି ଡାକରା ହୋଇଛି ବୋଲି କୁହାଯାଇଛି। ସମସ୍ତଙ୍କ ସହ ଆଲୋଚନା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନାରେ ମିଳିଛି। ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ପଦରୁ ହଟାଯାଇଛି ଏବଂ ତାଙ୍କ ସ୍ଥାନରେ ସୁମନ ଗିଲଙ୍କୁ ଭାରତର କ୍ୟାପ୍ଟେନ୍ ରୂପରେ ଦାୟିତ୍ୱ ଦିଆଯାଇଛି। ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ପୂର୍ବରୁ ଏହି ନିଷ୍ପତ୍ତି କରାଯାଇଛି। ଏହା ସହିତ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ଏହି ସିରିଜ୍ ସେମାନଙ୍କ ଶେଷ ସିରିଜ୍ ହୋଇପାରେ ବୋଲି ଲୋକମାନେ ଆଶଙ୍କା କରିଛନ୍ତି। ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ସ୍କୁଲ ଛାତ୍ର ଭଉଣୀମାନଙ୍କ ପାଇଁ ଭଲ ଖବର। ପିରିୟଡ଼ ଛୁଟି ସମ୍ପର୍କରେ କର୍ଣ୍ଣାଟକ ସରକାର ଏକ ବଡ଼ ଘୋଷଣା କରିଛନ୍ତି, ଯେଉଁଥିରେ କର୍ମଜୀବୀ ମହିଳାମାନଙ୍କୁ ମାସିକ ଛୁଟି ପ୍ରଦାନ କରାଯିବ ବୋଲି କୁହାଯାଉଛି। ଏହି ନିଷ୍ପତ୍ତି ଅନୁଯାୟୀ ମହିଳାମାନେ ବାର୍ଷିକ 12 ଦିନ ପର୍ଯ୍ୟନ୍ତ ଛୁଟି ନେଇପାରିବେ ବୋଲି କୁହାଯାଉଛି। ଏହି ଛୁଟି ସରକାରୀ କାର୍ଯ୍ୟାଳୟ, ବହୁରାଷ୍ଟ୍ରୀୟ କମ୍ପାନୀ, ଆଇଟି ଏବଂ ଘରୋଇ ଶିଳ୍ପ କ୍ଷେତ୍ରରେ ଲାଗୁ ହେବ ବୋଲି କର୍ଣ୍ଣାଟକ ସରକାର କହିଛନ୍ତି। କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତିକୁ କ୍ୟାବିନେଟ୍ ମଞ୍ଜୁରି ଦେବାର ସୂଚନା ମିଳିଛି। ଖବର 2019 ଆଇଏଏସ୍ ନାଗାର୍ଜୁନ ବି ଗୌଡ଼ା ନିଜର ଖାସ୍ ଅନ୍ଦାଜ ଓ ସଫଳତାର କାହାଣୀକୁ ନେଇ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା ଭାବେ ଗଣାଯାଉଥିଲେ। କିନ୍ତୁ ଏକ ଲାଞ୍ଚ ମାମଲାରେ ତାଙ୍କ ନାଁ ପଡ଼ୁଛି। ତାଙ୍କ ବିରୋଧରେ ଆର୍ଟିଆଇ ଆକ୍ଟିଭିଷ୍ଟ ସଙ୍ଗୀନ ଅଭିଯୋଗ ଆଣିବା ପରେ ଏବେ ଧୁମ୍ ଟ୍ରୋଲ୍ ହେଉଛନ୍ତି ଆଇଏଏସ୍ ନାଗାର୍ଜୁନ। ଆଇଟିଆର୍ ଆକ୍ଟିଭିଷ୍ଟ ଆନନ୍ଦ ଜାଠଙ୍କ ଅଭିଯୋଗ ଅନୁଯାୟୀ ନାଗାର୍ଜୁନ ମଧ୍ୟପ୍ରଦେଶ ହାଦରାରେ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ହୋଇଥିବା ବେଳେ ଏକ ସଡ଼କ ନିର୍ମାଣ କମ୍ପାନୀ ଲାଭାନ୍ୱିତ କରିବାକୁ ସହଯୋଗ କରିଥିଲେ। ନାଗାର୍ଜୁନ ରାସ୍ତା କାମରେ ଅନିୟମିତତାକୁ ନେଇ କମ୍ପାନୀ ଉପରେ 51 କୋଟିର ଜରିମାନା ହୋଇଥିବା ବେଳେ ନାଗାର୍ଜୁନ ଏଥିରେ ହସ୍ତକ୍ଷେପ କରି ଏହାକୁ ମାତ୍ର 4,000 ଟଙ୍କାର ଜରିମାନା କରିଥିଲେ ଏବଂ ଏହି ମାମଲା ଏତିକିରେ ସରୁନି। କମ୍ପାନୀ ଉପରେ ଜରିମାନା କାଟ କରିବାକୁ ନେଇ 10 କୋଟିର ଲାଞ୍ଚ ନେଇଥିବା ଅଭିଯୋଗ ଆସିଛି। ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆଫଗାନିସ୍ତାନର ଟ୍ୟାଙ୍କ ଉପରେ ଆକ୍ରମଣ ହୋଇଛି। ପାକିସ୍ତାନ ସେନା ଆଫଗାନିସ୍ତାନର 6ଟି ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି ଏବଂ ସେଠାରେ ଥିବା ଟ୍ୟାଙ୍କ, ଆଣ୍ଟି-ଟ୍ୟାଙ୍କ ମିସାଇଲ ଏବଂ ଡ୍ରୋନ୍କୁ ଟାର୍ଗେଟ୍ କରିଛନ୍ତି। ଏହା ସହିତ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଉଭୟ ଦେଶର ସୈନିକମାନଙ୍କର ମୃତ୍ୟୁ ଘଟୁଛି। ଆଫଗାନିସ୍ତାନ ଦାବି କରିଛି ଯେ ସେମାନେ 58 ଜଣ ପାକିସ୍ତାନୀ ସୈନିକଙ୍କୁ ନିହତ କରିଛନ୍ତି। ପରବର୍ତ୍ତୀ ଖବର। ସୂଚନା ଅନୁଯାୟୀ ପୁଣି ହେବ ଲଘୁଚାପ ବର୍ଷା। ବନ୍ୟା ପାଣି ସ୍ତର ଥମି ନଥିବା ବେଳେ ପୁଣି ଥରେ ହେବ ଲଘୁଚାପ। ସୂଚନା ଅନୁସାରେ ଛତିଶଗଡ଼ ପୁଣି ଥରେ ତା ଇଚ୍ଛା ଅନୁସାରେ ଗେଟ୍ ଖୋଲି ଦେଇଛି, ଯାହାକୁ ସମ୍ଭାଳିବା ହୀରାକୁଦ ଡ୍ୟାମ୍ ପାଇଁ ବହୁ କଷ୍ଟକର ବିଷୟ ହେଲାଣି। ଏଣୁକରି ହୀରାକୁଦ ତାହାର 4ଟି ଗେଟ୍ ଖୋଲିଦେଇଛି, ଯାହାଫଳରେ ମହାନଦୀର ଜଳସ୍ତର ବଢ଼ିବାକୁ ଲାଗିଛି। ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଘରଦ୍ୱାରରେ ଅଟକିଛି ବନ୍ୟା ପାଣି। ସେଠାକାର ଲୋକମାନଙ୍କର ଗମନାଗମନ କରିବା ଅସମ୍ଭବ ହୋଇଛି। ଅପରପକ୍ଷରେ ଛତିଶଗଡ଼ ଓଡ଼ିଶାକୁ ଡୁବାଇବାରେ ଲାଗିଛି, ତେଣୁ ସେ ବିନା ସୂଚନା ଦେଇ ଗେଟ୍କୁ ଖୋଲି ଦେଉଛି। ହୀରାକୁଦ ଡ୍ୟାମ୍ ମଧ୍ୟ ପାଣି ଅଟକାଇବା ରଖିବା ସୀମା ବାହାରେ ହେବା ଭଳି ଜଣାପଡ଼ିଛି। ଏଣୁ ଆଜି 4ଟି ଗେଟ୍ ଖୋଲି ଦେଇଛି ହୀରାକୁଦ ଡ୍ୟାମ୍। ଫଳରେ ଅନେକ ସ୍ଥାନମାନଙ୍କରେ ବନ୍ୟା ପାଣି ଜମିଛି। ଖବର। ଆମେରିକା ଏବଂ ଚାଇନା ମଧ୍ୟରେ ଟାରିଫ ଯୁଦ୍ଧ ବିରାଟ ରୂପ ନେବା ଭଳି ମନେ ହେଉଛି। ଚାଇନା ପୂର୍ବରୁ ସୋୟାବିନ୍ ନ କିଣିବା ନିଷ୍ପତ୍ତି ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚକିତ କରିଛନ୍ତି। ଏବେ ଟ୍ରମ୍ପ ଚାଇନାକୁ ରାନ୍ଧିବା ତେଲ ସମ୍ପର୍କରେ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଚାଇନାକୁ ଧମକ ଦେଇଛନ୍ତି ଯେ ସେ ଚାଇନା ସହିତ ରାନ୍ଧିବା ତେଲ ବାଣିଜ୍ୟ ବନ୍ଦ କରିବାକୁ ବିଚାର କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚାଇନାକୁ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ବିଶ୍ୱାସ କରେ ଯେ ଚାଇନା ଜାଣିଶୁଣି ଆମଠାରୁ ସୋୟାବିନ୍ କିଣି ନାହିଁ ଏବଂ ଆମର ସୋୟାବିନ୍ ଚାଷୀମାନଙ୍କୁ ସମସ୍ୟାରେ ପକାଉଛି, ଯାହା ଅର୍ଥନୈତିକ ସତ୍ୟତାର ଏକ ସଂକେତ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଓ ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ସହଜରେ ନିଜେ ରାନ୍ଧିବା ତେଲ ଉତ୍ପାଦନ କରିପାରିବା। ଆମକୁ ଚାଇନାଠାରୁ ଏହା କିଣିବାକୁ ପଡ଼ିବ ନାହିଁ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।